ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରପତି ନିଳୟମଠାରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଧିକ ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଦୁଇଟି ଯାକ ବିଲ୍। ବେଜିଂଠାରେ ଆଜି ଭାରତ ଚୀନ ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନା। ଆସନ୍ତା ମାସରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟଙ୍କୁ ମିଳିବ ନିଃଶୁଳ୍କ ଭିସା ଏବଂ ଗାବା କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ସଂଗ୍ରହ କରିଛି 260 ରନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରପତି ନିଳୟମଠାରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। 2022ରେ ପଦଭାର ଗ୍ରହଣ କରିବା ପରେ ରାଷ୍ଟ୍ରପତି ମୁର୍ମୁଙ୍କର ଏହା ହେଉଛି ତୃତୀୟ ହାଇଦ୍ରାବାଦ ଗସ୍ତ। ଗତକାଲି ହାଇଦ୍ରାବାଦ ଉପକଣ୍ଠ ବେଲାରୁମ୍ ସ୍ଥିତ ରାଷ୍ଟ୍ରପତି ନିଳୟମଠାରେ ସେ ପହଞ୍ଚିଥିଲେ। ଏହା ପୂର୍ବରୁ ହାକିମପେଟ୍ ବାୟୁସେନା ଘାଟିଠାରେ ରାଷ୍ଟ୍ରପତିଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁଦେବ ବର୍ମା, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ପ୍ରମୁଖ ସ୍ୱାଗତ କରିଥିଲେ। ଆସନ୍ତା ଶୁକ୍ରବାର ଦିନ ରାଷ୍ଟ୍ରପତି ସିକନ୍ଦରାବାଦସ୍ଥିତ କଲେଜ ଅଫ୍ ଡିଫେନ୍ସ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ନିଲୟମଠାରେ ରାଷ୍ଟ୍ରପତି ସେହିଦିନ ବିଶିଷ୍ଟ ବ୍ୟକ୍ତି, ଅଗ୍ରଣୀ ନାଗରିକ ଏବଂ ଶିକ୍ଷାବିତ୍ଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଦୁଇଟି ଯାକ ବିଲ୍କୁ ଅଧିକ ବିଚାର ବିମର୍ଶ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଲୋକସଭାରେ ଏହି ବିଲ୍ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଲ୍କୁ ଅଧିକ ଯାଞ୍ଚ ପାଇଁ ଜେପିସିକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ବିଲ୍ ଉପରେ ପ୍ରତ୍ୟେକ ସ୍ତରରେ ଆଲୋଚନା ହେବା ଉଚିତ। ସୂଚନାଯୋଗ୍ୟ, ଲୋକସଭାରେ ଗତକାଲି ଏକ ଦେଶ ଏକ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଲ୍ ଆଗତ ହୋଇଥିଲା। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଗୃହରେ ଆଗତ କରିବାକୁ ପ୍ରସ୍ତାବ ଦେଇଥିଲେ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଲ୍ ଆଗତ ପାଇଁ ଭୋଟ୍ କରାଯିବାକୁ ଦାବି କରାଯାଇଥିଲା। ଏଥିପାଇଁ ନିଆଯାଇଥିବା ଭୋଟ୍ରେ ବିଲ୍ ଆଗତ ସପକ୍ଷରେ 269 ଏବଂ ବିପକ୍ଷରେ 198 ଜଣ ସଦସ୍ୟ ଭୋଟ୍ ଦେଇଥିଲେ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଲ୍ଗୁଡ଼ିକୁ ଅଧିକ ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ପାଇଁ ଦାବି କରାଯାଇଥିଲା। ଆଇନ ମନ୍ତ୍ରୀ ଶ୍ରୀ ମେଘୱାଲ କହିଥିଲେ, ସମ୍ବିଧାନର ସଂଘୀୟ ଢାଞ୍ଚାକୁ କେହି ବଦଳାଇ ଦେଇପାରିବେ ନାହିଁ। ତେବେ ବିଲ୍ ଦୁଇଟିକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ସମ୍ପର୍କିତ ପ୍ରସ୍ତାବ ସପକ୍ଷରେ ମଧ୍ୟ ସେ ମତ ଦେଇଥିଲେ। ଜେପିସି ହେଉଛି ସଂସଦ ଦ୍ୱାରା ଗଠିତ ଏକ କମିଟି, ଯାହା ନିର୍ଦ୍ଦିଷ୍ଟ ବିଲ୍ ଉପରେ ସମ୍ପୂର୍ଣ୍ଣ ବିଚାର ବିମର୍ଶ କରି ସୁପାରିଶ କରିଥାଏ। ଏହି କମିଟିରେ ଉଭୟ ଗୃହର ଶାସକ ଏବଂ ବିରୋଧୀ ଦଳର ପ୍ରତିନିଧି ସଦସ୍ୟ ଭାବେ ରହିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 117ତମ ସଂସ୍କରଣ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଏବଂ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଆସନ୍ତା 27 ତାରିଖ ସୁଦ୍ଧା ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଦେଇପାରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଆଜି ବେଜିଂଠାରେ ଭାରତ ଚୀନ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ପୂର୍ବ ଲଦାଖରେ ଉଭୟ ଦେଶ ମଧ୍ୟରେ ସାମରିକ ବିବାଦ ଯୋଗୁଁ ଦୀର୍ଘ 4 ବର୍ଷ ଧରି ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ଆସିଥିଲା। ଏଥିରେ ସୁଧାର ଆଣିବା ପାଇଁ ଏହି ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାପଡ଼ିଛି। ଦୁଇ ପକ୍ଷ ମଧ୍ୟରେ ଏହି 23ତମ ପର୍ଯ୍ୟାୟ ଆଲୋଚନାରେ ଶ୍ରୀ ଡୋଭାଲ ତାଙ୍କର ଚୀନ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ୟାଙ୍ଗ ୟିଙ୍କ ସହ କଥାବାର୍ତ୍ତା କରିବେ। ଗତ ଅକ୍ଟୋବର 21 ତାରିଖରେ ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ଏବଂ ପେଟ୍ରୋଲିଂ ଚୁକ୍ତି ପରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ବର୍ଷଠାରୁ ଏନ୍ଟିଏ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ କେବଳ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ। କୌଣସି ନିଯୁକ୍ତି ପରୀକ୍ଷା ଏନ୍ଟିଏ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତ୍ରୁଟିଶୂନ୍ୟ ପରୀକ୍ଷା ଏବଂ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପ୍ରଶ୍ନ ଏବଂ ଉତ୍ତରପତ୍ର କିମ୍ବା ଅନ୍ଲାଇନ୍ ମାଧ୍ୟମରେ ହେବ, ସେ ନେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଚାର ବିମର୍ଶ କରୁଛନ୍ତି। 3
ସପ୍ତାହ ମଧ୍ୟରେ ଏଥିପାଇଁ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ସିୟୁଇଟି ୟୁଜି ପରୀକ୍ଷା ବର୍ଷକୁ ଥରେ ଅନୁଷ୍ଠିତ ହେବ। ପରୀକ୍ଷାକୁ ନିରପେକ୍ଷ ଏବଂ ସ୍ୱଚ୍ଛ ମାଧ୍ୟମରେ ପରିଚାଳନା କରିବା ଲକ୍ଷ୍ୟରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶ ସମ୍ପର୍କରେ ନୂଆଦିଲ୍ଲୀଠାରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସନ୍ତା ମାସରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟଙ୍କୁ ମାଗଣା ଭିସା ପ୍ରଦାନ କରାଯିବ ବୋଲି ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାତ କହିଛନ୍ତି। ନୂଆଦିଲ୍ଲୀରେ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ହେରାତ ଯୋଗଦେଇ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତା ମାସରେ ଏଥିପାଇଁ ସଂସଦୀୟ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିରେ ଭାରତ ସମେତ 39ଟି ଦେଶର ନାଗରିକଙ୍କ ପାଇଁ ନିଃଶୁଳ୍କ ଭିସା ପ୍ରଦାନର ବ୍ୟବସ୍ଥା ରହିବ। ଶ୍ରୀଲଙ୍କା ନାଗରିକଙ୍କୁ ମଧ୍ୟ ଭାରତ ସମାନ ସୁବିଧା ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଅର୍ଥନୈତିକ କାର୍ଯ୍ୟକଳାପ, ସାଂସ୍କୃତିକ ସମ୍ପର୍କ ଏବଂ ବିକାଶ କ୍ଷେତ୍ରରେ ସହଭାଗିତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିପାରିବ। ଶ୍ରୀଲଙ୍କାକୁ ଭାରତରୁ ସର୍ବାଧିକ ପର୍ଯ୍ୟଟକ ଯାଇଥାନ୍ତି ବୋଲି ମନ୍ତ୍ରୀ ହେରାତ କହିଛନ୍ତି। ସୂଚନାଯୋଗ୍ୟ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ସହ ବୈଦେଶିକ ମନ୍ତ୍ରୀ ବିଜିତା ହେରାତ ଭାରତ ଗସ୍ତରେ ଆସିଥିଲେ। କାତାରରେ ଯୁଦ୍ଧବିରତି ଏବଂ ପଣବନ୍ଦୀ ବିନିମୟ ନେଇ ହୋଇଥିବା ଆଲୋଚନା ସକାରାତ୍ମକ ଥିଲା। ଏକ ବିବୃତ୍ତିରେ ପାଲେଷ୍ଟାଇନ୍ ଇସ୍ଲାମିକ ସଂଗଠନ ହମାସ କହିଛି କାତାର ଏବଂ ଇଜିପ୍ଟର ତତ୍ତ୍ୱାବଧାନରେ ଦୋହାରେ ଇସ୍ରାଏଲ୍ ପ୍ରତିନିଧିଙ୍କ ଉପସ୍ଥିତିରେ ଚାଲିଥିବା ଆଲୋଚନା ଏକ ଫଳପ୍ରଦ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ରହିଛି। ଅସ୍ତ୍ରବିରତି ଏବଂ ପଣବନ୍ଦୀ ବିନିମୟ ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇପାରେ ବୋଲି ହମାସ ସୂଚନା ଦେଇଛି। ସୂଚନାଯୋଗ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଇସ୍ରାଏଲ୍ର ଏକ ପ୍ରତିନିଧି ମଣ୍ଡଳୀ ଦୋହାରେ ପହଞ୍ଚିଥିଲେ। ଇସ୍ରାଏଲ୍ର ମୋସାଦ ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଡେଭିଡ୍ ବାର୍ନିଆ ଗତ ବୁଧବାର ଦିନ କାତାର ରାଜଧାନୀ ଗସ୍ତ କରିବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଜାବର ଜଳନ୍ଧରସ୍ଥିତ ଶ୍ରୀ ଦେବୀ ତାଲାବ ମନ୍ଦିର ପରିସରରେ ଚଳିତ ମାସ 27ରୁ 29 ତାରିଖ ପର୍ଯ୍ୟନ୍ତ 149ତମ ଶ୍ରୀ ବାବା ହରିବଲ୍ଲଭ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତ ବର୍ଷ ବିଶ୍ୱର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏହି ପ୍ରସିଦ୍ଧ ତଥା ପୁରାତନ ପର୍ବ ସ୍ୱର୍ଗତ ଉସ୍ତାଦ ଜାକିର ହୁସେନଙ୍କୁ ସମର୍ପଣ କରାଯିବ। ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ମହାସଭାର ସଭାପତି ପୂର୍ଣ୍ଣିମା ବେରୀ କହିଛନ୍ତି ସେ ହରିବଲ୍ଲଭ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ। ବିଶିଷ୍ଟ କଳାକାରଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ଉସ୍ତାଦ ଜାକିର ହୁସେନଙ୍କ ସମ୍ମାନରେ ତବଲା ଗାନ ସହିତ ଆରମ୍ଭ ହେବ। ଏହି ତିନିଦିନିଆ ସଙ୍ଗୀତ ସମ୍ମିଳନୀ ପୂର୍ବରୁ ଆସନ୍ତା 23ରୁ 26 ତାରିଖ ପର୍ଯ୍ୟନ୍ତ ହରିବଲ୍ଲଭ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ବର୍ଡର ଗାଭାସ୍କର କ୍ରିକେଟ ସିରିଜ୍ର ଗାବାଠାରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସରେ 260 ରନ୍ ସଂଗ୍ରହ କରିଛି। ଗତକାଲିର ଅସମାପ୍ତ ସ୍କୋର 9 ୱିକେଟ୍ରେ 252 ରନ୍ରୁ ଭାରତ ଖେଳ ଆରମ୍ଭ କରିଥିଲା। ଆଜି ସମସ୍ତ ୱିକେଟ୍ ହରାଇ 260 ରନ୍ କରିଛି। ଆକାଶଦୀପ 31 ରନ୍ କରି ଆଉଟ୍ ହୋଇଥିଲେ। ବୁମ୍ରା 10 ରନ୍ କରି କ୍ରିଜ୍ରେ ଅପରାଜିତ ଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋରଠାରୁ ଭାରତ ଏବେ ମଧ୍ୟ 185 ରନ୍ ପଛରେ ରହିଛି। ବର୍ଷା ଏବଂ ବିଜୁଳି ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଂସରେ 445 ରନ୍ ସଂଗ୍ରହ କରିଥିଲା। ଭାରତ ୱେଷ୍ଟଇଣ୍ଡିଜ୍ ତିନିଟିକିଆ ଟି-20 କ୍ରିକେଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 9 ୱିକେଟ୍ରେ ପରାସ୍ତ କରିଛି। ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତୀୟ ମହିଳା ଦଳ 9 ୱିକେଟ୍ ବିନିମୟରେ 159 ରନ୍ ସଂଗ୍ରହ କରିଥିଲା। 160 ରନ୍ର ବିଜୟ ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ 1 ୱିକେଟ୍ ବିନିମୟରେ 26ଟି ବଲ୍ ବାକି ଥାଇ ହାସଲ କରିପାରିଥିଲା। ୱେଷ୍ଟଇଣ୍ଡିଜ୍ ଅଧିନାୟକ ହେଲେ ମାଥ୍ୟୁଜ୍ ଅପରାଜିତ 85 ରନ୍ର ପାଳି ଖେଳିଥିଲେ। ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଉଭୟ ମହିଳା ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ରେ ସମାନ ସ୍ତରରେ ରହିଛନ୍ତି। ତୃତୀୟ ଟି-20 ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ହାଇଦ୍ରାବାଦସ୍ଥିତ ରାଷ୍ଟ୍ରପତି ନିଳୟମ୍ଠାରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଧିକ ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ 2ଟି ଯାକ ବିଲ୍। ବେଜିଂଠାରେ ଆଜି ଭାରତ ଚୀନ୍ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା। ଆସନ୍ତା ମାସରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟଙ୍କୁ ମିଳିବ ନିଃଶୁଳ୍କ ଭିସା ଏବଂ ଗାବା କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ସଂଗ୍ରହ କରିଛି 260 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।